Praise the Lord. ଆମେ ଦେଖୁଛୁ ପାତାଳର 7 ପ୍ରକାର ପାତାଳ ବିଷୟରେ ଆମେ ଅଧ୍ୟୟନ କରୁଛୁ। 7 ପ୍ରକାର ଅଛି ନା ତାଠୁ ଅଧିକ ଅଛି ପାତାଳର types of hells ଆମକୁ ଜଣାନି, କିନ୍ତୁ ଆମ ଅଧ୍ୟୟନରେ ଆମେ ଦେଖୁଛୁ ବିଭିନ୍ନ ପ୍ରକାର ନାମ, ଗ୍ରୀକ ଟର୍ମିନୋଲୋଜି, ଗ୍ରୀକ ର ଟର୍ମ, ଗ୍ରୀକ ର words, different words ଥିବାରୁ ଆମେ ମାନେ ବୁଝିବାକୁ ଚେଷ୍ଟା କରୁଛୁ କି ଏହା ଅଲଗା ଅଲଗା ସ୍ଥାନ ବୋଲି। ଆଉ ପ୍ରଥମରେ ଆମେ ଅଧ୍ୟୟନ କରୁଛୁ ପୃଥିବୀ ଉପରେ ପାତାଳ, ଯାହା ଆଗାମୀ ଭବିଷ୍ୟତରେ ମହାକ୍ଲେଶ କାଳ ଆସିବାକୁ ଯାଉଛି, ଯେତେବେଳେ ପ୍ରକାଣ୍ଡ ସର୍ପ ଶୈତାନ, ଦ୍ୱିତୀୟ ପଶୁ ଭଣ୍ଡ ଖ୍ରୀଷ୍ଟ ବା ଖ୍ରୀଷ୍ଟାରୀ, ଆଉ କଣ କହିଲି, ପ୍ରଥମ ପଶୁ ଯାହା ଖ୍ରୀଷ୍ଟାରୀ, ଦ୍ୱିତୀୟ ପଶୁ ଯାହା ଭଣ୍ଡ ଭାବବାଦୀ, ଶୈତାନିକ ତ୍ରିତ୍ୱ ବୋଲି କହନ୍ତି, ସାଟାନିକ ଟ୍ରିନିଟି, ଏଇ ଜଗତରେ ରାଜତ୍ୱ କରିବେ। ଆମେ ଜାଣୁ ପରମେଶ୍ୱରଙ୍କର ତ୍ରିତ୍ୱ ଅଛି, ପିତା ପୁତ୍ର ପବିତ୍ର ଆତ୍ମା ଯେପରି, ଆଉ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ଠାରେ ବାପ୍ତିଜିତ ହେଇଥିବା ବା ବିଶ୍ୱାସ କରିଥିବା ଏକ ଦଳ, ଯାହାକୁ ଆମେ କହୁ ମଣ୍ଡଳୀ। ଏଟା ସବୁ ଗୋଟେ ସେକ୍ସନ ଅଟେ, ପିତା ପୁତ୍ର ପବିତ୍ର ଆତ୍ମା ଆଣ୍ଡ ସେମାନଙ୍କ ଠାରେ ବିଶ୍ୱାସ କରୁଥିବା ମଣ୍ଡଳୀ ଇଜ one section। ଅଲଗା ସେକ୍ସନ ରେ ଅପୋଜିଟ ଡାଇରେକ୍ସନ ରେ କିଏ ଅଛି? ପ୍ରକାଣ୍ଡ ସର୍ପ, ପ୍ରଥମ ପଶୁ, ଦ୍ୱିତୀୟ ପଶୁ, ଶୈତାନିକ ତ୍ରିତ୍ୱ, ସାଟାନିକ ଡିମୋନିକ ଟ୍ରିନିଟି, ଆଉ ତାହାର ଭକ୍ତ ମାନେ, ତାହାର ଫଲୋଅର୍ସ ମାନେ। এই ଜଗତକୁ ଆମେ ଦୁଇ ଭାଗ କରିକି ଡିଭାଇଡ କରିହେବ, ଆଉ ସେଥିରେ ମଣ୍ଡଳୀ ରାପ୍ଚର ହେଇଯିବ, ସ୍ୱର୍ଗକୁ ନୀତ ହେଇଯିବ, ଆଉ ତାହାପରେ ଏଇ ପୃଥିବୀରେ ଶୈତାନର ରାଜ୍ୟ ଚାଲିବ। ଦେଖିବେ, ୱାଚ କରିବେ, ଷ୍ଟଡି କରିବେ, ତ ଆପଣ ମାନେ ଜାଣିପାରିବେ କି ଏଇ ଜଗତର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ଶୈତାନ ଶକ୍ତିରେ ପରିପୂର୍ଣ୍ଣ ହେବାକୁ ଯାଉଛି। ଆମେ ଶୁଣୁଥିଲୁ କି ପାତାଳ କୁଣ୍ଡ ଫିଟା ହେବ, ଆଉ ଶୈତାନିକ ଶକ୍ତି ସବୁ ଏଇ ପୃଥିବୀ ଉପରେ ରିଲିଜ କରାଯିବେ, ଯେଉଁ ଦ୍ୱାରା କି ପୃଥିବୀର ଲୋକମାନେ ବଞ୍ଚି ଥାଉ ଥାଉ ନରକ ଭୋଗିବେ। ତ ସେଇଟା ପ୍ରକୃତରେ ପ୍ରଥମ ଟାଇପର ନରକ ବୋଲି କହିଲି, ପୃଥିବୀ ଉପରେ ନରକ। ତ ଏଠି ପ୍ରଥମ ନରକ। ଦ୍ୱିତୀୟ ନରକ ଆମେ ଦେଖିଲୁ ପୃଥିବୀ ଭିତରେ ପାତାଳ, ଯୋଉଠିକି ଧନୀ ଲୋକ ଯାଇଛି, କୌରବଙ୍କର ସପକ୍ଷ ପରିଜନ ସମସ୍ତେ ଯାଇକି ପଡିଛନ୍ତି। ଦ ସେକେଣ୍ଡ ୱାନ୍, ଦ ପ୍ରେଜେଣ୍ଟ ହେଲ୍, ସମସ୍ତ ପାପୀ ମାନଙ୍କର ବର୍ତ୍ତମାନର ପାତାଳ। ତାପରେ ତୃତୀୟରେ ଦେଖିଲୁ ପାତାଳ କୁଣ୍ଡ, ଯୋଉଠି ସମସ୍ତ ଶୈତାନିକ ଶକ୍ତି ମାନେ ସେଇଠି ରହୁଛନ୍ତି, ନିଜେ ଦଣ୍ଡ ଯନ୍ତ୍ରଣା ଭୋଗୁଛନ୍ତି, ଆଉ ଏଇ ପାତାଳରେ ଥିବା ପାପୀ ମାନଙ୍କୁ ଯନ୍ତ୍ରଣା ଦେଉଛନ୍ତି ମଧ୍ୟ। they suffer and they make others suffer। ଆପଣ ଜାଣିଛନ୍ତି ବଡ ବଡ ଜେଲ୍ସ ମାନଙ୍କରେ, ବଡ ବଡ ତିହାର ଜେଲ, ବଡ ବଡ ଜେଲ୍ସ ମାନଙ୍କରେ ଖଇଦି ମାନେ, ଯେମାନଙ୍କର ଆଜୀବନ କାରାଗାର ଥିବ, ଲାଇଫ ଇମ୍ପ୍ରିଜନମେଣ୍ଟ ଥିବ, ଆଉ ଯେମାନଙ୍କର ଫାଶୀ ସଜା ଦେଇଥିବେ, ମାନେ ଲେଖିକି ଭର୍ଡିକ୍ଟ ପାସ୍ କରିଦେଇଥିବେ, ଜଜମେଣ୍ଟ, କିନ୍ତୁ ସେମାନଙ୍କର ଫାଶୀର ଟାଇମ ଆସି ନଥିବ, ନମ୍ବର 1। ଆଉ ଯେମାନଙ୍କର ଲାଇଫ ସେଣ୍ଟେନ୍ସ କରିଦେଇଛନ୍ତି, ଆମର ଇଣ୍ଡିଆରେ ଲାଇଫ ସେଣ୍ଟେନ୍ସ ମାନେ 14 ବର୍ଷ, କିନ୍ତୁ ଫରେନ କଣ୍ଟ୍ରିଜ ରେ ସେମିତି ନାହିଁ। 14 କୁଆଡେ, 20, 30, 25, 50 ବର୍ଷର ଦଣ୍ଡ ବି ମିଳିଛି ସେମାନଙ୍କୁ ଜେଲରେ। ତ ସେମାନେ ଧରନ୍ତୁ, ସେମାନେ 20-30 ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାର ଅଛି ବୋଲି ସେଣ୍ଟେନ୍ସ ପାଇଛନ୍ତି, ତ ସେମିତି ଖଇଦି ମାନେ, ଦୁଷ୍ଟ ମାନେ, ମୂର୍ଖ ମାନେ ଜେଲରେ କେମିତି ଥିବେ? ଭୟ ହେଇକି ରହିବେ କି? ସେମାନଙ୍କୁ ଏମିତି ଗୋଟେ ସାହସ ଥିବ, ଆମେ ବାହାରେ ଦୁଷ୍ଟ କାମ କରୁଥିଲୁ, ତେଣୁକରି ଜେଲରେ ପକାଇଦେଲା, ଆଉ ଜେଲରେ ଦୁଷ୍ଟ କାମ କଲେ କୁଆଡେ ପକାଇବେ? ଆରେ ଆଉ କିଛି ନାହିଁ, ଅଭ୍ୟାସ ଯେହେତୁ ଭିତରେ, ତେଣୁକରି ଏମିତି ମୂର୍ଖାମୀ ବ୍ୟବହାର ଦେଖାଇବେ ସେମାନେ।
कंट्रोल करी हेबो नै आ जो माडो को मतलब मारी माडो खाई खाई अभ्यास हे जाइथिबो दे डोंट केयर मे धरम तो से जेल भीतर को जते बेले नुआ लोक जानती नुआ रोजुबा नाजुक सेंसिटिव पिल्ला माने ओ माय गॉड से मान को रेप करके नष्ट करंती से जेल्स भीतर एई मूर्ख माने का बहुत भयंकर व्यवहार से कौन कहूँ निजे भी दंड भोगुथिबे अन्य मानक भी जंत्रणा देउथिबे जेमति जेल रे सेमिति ए पाताल रे दुष्ट आत्मा मंद आत्मा माने मध्य निजे भी जंत्रणा भोगुथिबे और निजे जंत्रणा संभाल न पारी अन्य मानक जंत्रणा देई पकाउथिबे सो दैट्स हेल तापरे आमे 4 नंबर पाताल देखिलु अंधकार रो गह्वर ब्लैक होल्स जते कि आपण माने स्पेस रे देखि पारिबे ब्लैक होल्स तारा माने जते फाटी जानती कि मरी जानती से माने निजो भितरे एको फोर्सफुल स्ट्रांग ग्रेविटी रो उटे छिद्र तैयारी हे जाए ब्लैक होल बोली कहंती से भितरे के होछंती साइंटिस्ट मान को जणा नहीं ट्राई करछंती कि मरी जाय हेबो से जाय हेबो नै गोले भी फेरी हेबो नै बोल के जाऊ नांती बट लिटरली देयर आर सम फॉलन एंजल्स हु आर बाउंड जे मान को बांधी के रखा है सेठ तापरे 5 नंबर पातला में देखिलु अंधकार रो सिंकुली अनंत काल स्थायी अंधकार रो सिंकुली इटर्नल चेन्स ऑफ डार्कनेस तो सेठी समस्त भंड भाववादी भंड शिक्षक मान को बांधी की रखी थिबे और सेही अंधकार और सेही जंजीर से मान को जंत्रणा देउथिबो 6 नंबर 5 नंबर 6 नंबर रे हमें देखिलु बाहर अंधकार 1 वीक हे गला नै कि बाहर अंधकारटा विचित्र सेटा लास्ट 7th नंबर रे हमें देखु छु दिस वन 4 नंबर दे दी थिली मोरो स्टडी रे मो लाइन रे एटा बाय मिस्टेक 4 रे रखि दिली लास्ट रे रखिबा कथा आमे लाइन रे अध्ययन करछु लास्ट वन लेक ऑफ फायर अग्निमय ह्रद प्रकाशित वाक्य 20 अध्याय का सुन प्रकाशित वाक्य 20 अध्याय 13 14 15 पढ़िबा तत्परे मृत्यु ओ पाताल को अग्निमय रधरे पक्का गला एही मृत्यु अर्थात अग्निमय रध द्वितीय मृत्यु जहार नाम जीवन पुस्तक रे लेखा होइथिबार देखा न गला ताहा को अग्निमय रधरे पक्का गला बस बस अग्निमय ह्रद लेक ह्रद माने हमरो एक्चुअली ओडिया लैंग्वेज रे एक रिवर परी नदी अग्निरो प्रवाहित नदी लावा परी बोल भाबंतु दिस वन अग्निमय ह्रद तो प्रथम हमें जानिबा को पड़िबो एटा कोठी अछि एटा पृथ्वी भितरे नाही कारण देखो तो पृथ्वी भितरे गोटे पाताल अच्छी 2nd नंबर रो पाताल विषय माने अध्ययन कल जोठी कि ध्वनि अच्छी समस्त पापी माने अछंती